जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर आस्ट्रो सेशन को आगू बढ़ेगा। आमे आस्ट्रो सेशन रे मानसागरी पद्धति पुरातन आचार्यंकर ओल्ड क्लासिक बुक्स पढ़ुचे। जो प्रेडिक्शन टेक्निक गुरा मूलदुआ मु आपनको पढ़ौची एते डिटेली एते लोएस्ट लेवल रो आपन केही पढ़ेबेनी। आपण मान जदी टिके ताको मन देकी सुनंती एवं ଯେତିକି ଭାବ ଆଉ କାରକ ତତ୍ତ୍ୱ କୁ ନେଇକି ମୁଁ ବୁଝେଇଛି ତାକୁ ଯଦି ଟିକିଏ ସମୟ ଦେଇକି ଇଣ୍ଟରପ୍ରିଟ କରନ୍ତି ଆପଣ ମାନେ ନିଶ୍ଚିତ ଭାବରେ ତାଥିରୁ ବେନିଫିଟ ପାଇବେ ଏବଂ ଆପଣଙ୍କର ଇନସାଇଟ ନିଶ୍ଚିତ ଭାବରେ ବଢିବ। କାରଣ ବର୍ତ୍ତମାନ ଆମେ लो लेवल ର ପ୍ରେଡିକ୍ସନ ଟେକ୍ନିକ ପଢୁଛେ। ଏଇ ପ୍ରେଡିକ୍ସନ ଟେକ୍ନିକ ଯେ ଏଇଭଳି ହିଁ ହବ ସେଟା ସମ୍ପୂର୍ଣ୍ଣ କୁଣ୍ଡଳୀର ବିଶ୍ଳେଷଣ କଲା ପରେ ହିଁ ଜଣା ପଡିବ। ତା ପୂର୍ବରୁ ଆଜ୍ଞା ଜଣା ପଡିବ ନାହିଁ। ସମ୍ପୂର୍ଣ୍ଣ କୁଣ୍ଡଳୀ ବିଶ୍ଳେଷଣ କରିବା ପାଇଁ ଆମେ ମାନେ ମାନସାଗର ଏଇ ପଦ୍ଧତିରେ ଦିଆଯାଇଥିବା ପୁରାତନ ଆଚାର୍ଯ୍ୟ ମାନଙ୍କର ଭ୍ୟୁ ପଏଣ୍ଟ ଗୁଡାକୁ ପଢୁଛେ। ଏବେ ଆମେ ହିଷ୍ଟ୍ରି ପଢୁଛେ। କୋଉ ହିଷ୍ଟ୍ରି ନା ପ୍ରେଡିକ୍ସନ ର ହିଷ୍ଟ୍ରି। ତାପରେ ସେକେଣ୍ଡ ଲେବୁଲ ର ଯେତେବେଳେ ମୁଁ କ୍ଲାସିକ୍ସ ଓଭର ହେଇଯିବ ମୁଁ ଆପଣଙ୍କୁ ସାଇଣ୍ଟିଫିକ ରିଜନ ବେସିସ ରେ ଆପଣଙ୍କୁ ପଢେଇବା ଆରମ୍ଭ କରିବି। ତାପରେ ମୁଁ ମଡର୍ନ ଟେକ୍ନିକ୍ସ ପଢେଇବି। ମୁଁ ଜମାରୁ ଆପଣଙ୍କୁ ମୂଳରୁ ଏଇଟା ଏମିତି ହବ ସେଇଟା ହେଲେ ସେମିତି ହବ ସେଇଟା ସେମିତି ହବ ଜମା ପଢେଇବିନି। କାରଣ ଆପଣ ମାନେ ମୂଳ ଦୁଆଟାକୁ ଯାହାର ରୁଟ ଯେତେ ଷ୍ଟ୍ରଙ୍ଗ ତାର ପ୍ରେଡିକ୍ସନ ବି ସେତିକି ଷ୍ଟ୍ରଙ୍ଗ ଆସିବ। ଆମେ ହଜାର କଥା ଗପିଲେ ମଧ୍ୟ ଯଦି ବାସ୍ତବତାଟାରେ ସେଇ ଜିନିଷ ସେ ଲୋକ ସହିତ ଘଟୁନଥିବ ଆମେ ଯେତେ ଗାଲୁଆ ଗପ ମାରିଲେ ତା ମନକୁ ଛୁଇଁବନି। କାହିଁକି ନା ବାସ୍ତବରେ ତା ସହିତ ସେ ଜିନିଷ ହଉନଥିବ। ତେବେ ଚାଲନ୍ତୁ ଆଜିର ଆମର ଭିଡିଓର ବିଷୟ ହେଲା ଆମେ ଦ୍ୱାଦଶ ଭାବ ଅଲରେଡି କମ୍ପ୍ଲିଟ କରିଦେଇଛେ। ଆମର ଆଜିର ଭିଡିଓର ବିଷୟ ହେଲା ଦ୍ୱାଦଶ ରାଶିସ୍ଥ ରବି ଫଳ। ରବି ଯଦି ଦ୍ୱାଦଶ ରାଶିରେ ରହିଲେ କିଭଳି ଭାବରେ ଫଳ ଦେବେ ସେଇ ବିଷୟରେ ଆଜି ଆମେ ଆଲୋଚନା କରିବା। ସର୍ବପ୍ରଥମେ ମନେ ରଖ ଯେ ମେଷ ରାଶିରେ ରବି ହଉଛନ୍ତି ଉଚ୍ଚ। ଠିକ ଅଛି, ସେ ଉଚ୍ଚ ନିଚ ଭିଡିଓଟା ଆପଣ ଦେଖିନେବେ। ସେଥିରେ କିଏ କେତେ ପରମ ଉଚ୍ଚ କଣ ପରମ ଉଚ୍ଚ ସେଥିରେ ଭଲ ଭାବରେ ଡିସ୍କସନ ହେଇଛି। ଯୋଉମାନେ ଦେଖିବାକୁ ଚାହିଁବେ ବେସିକ୍ସ ଅଫ ଆଷ୍ଟ୍ରୋଲୋଜିର ଯୋଉ ପ୍ଲେଲିଷ୍ଟ ଅଛି ତା ଭିତରେ ଯାଇ ଦେଖିପାରିବେ। ତ ଆମର ଯଦି ମେଷରେ ରବି ରହିଲା କଣ ହବ? ମେଷ ରାଶିରେ ଯଦି ରବି ରହିଲେ ମଣିଷ ସାହସରେ କାର୍ଯ୍ୟ କରିବା ବାଲା ହବ। ସେ ଯୋଉ କାମ କରିବ ତା ଭିତରେ ତାର ସାହସଟା ରହିବ। ଏବଂ କଣ ହେଇପାରେ ଯଦି ରବି ନେଗେଟିଭଲି ଆକ୍ଟ କରିବେ ତାହେଲେ ତାକୁ ପିତ୍ତ ରୋଗ ପିତ୍ତ ବିକାର କଷ୍ଟ ହେବାର ସମ୍ଭାବନା ରହିଛି। ପଜିଟିଭରେ ମେଷ ରାଶିରେ ଯଦି ରବି ରହିଲେ ତାହେଲେ ରାଜା ଏବଂ ଗଭର୍ଣ୍ଣମେଣ୍ଟରୁ ପଜିଟିଭ ରେଜଲ୍ଟ ମିଳିବ। ଗଭର୍ଣ୍ଣମେଣ୍ଟ ସର୍ଭିସରେ ଉନ୍ନତି ଲାଭ କରିବ। ଯଦି ନେଗେଟିଭଲି ରବି ରିଆକ୍ଟ କଲେ ତାହେଲେ ସେଇ ରବି ଯଦି ମେଷରେ ଥିବା ହେତୁ ନେଗେଟିଭ ର ଫଳ ମଧ୍ୟ ବହୁତ ନେଗେଟିଭ ଜେଲ ପର୍ଯ୍ୟନ୍ତ ଦେଇପାରେ। ତେଣୁ ଯଦି ମେଷରେ ରବି ଅଛନ୍ତି ତାହେଲେ ଭଗବାନ ମହାଦେବଙ୍କର ଶରଣରେ ପଶିଯିବା ଉଚିତ। ଆପଣଙ୍କର ପଜିଟିଭ ଟା ଆହୁରି ପଜିଟିଭ ହବ, ନେଗେଟିଭ ଟା ନିଶ୍ଚିତ ମାତ୍ରାରେ ତାର ମାତ୍ରା କମିବ। ଯଦି ବୃଷ ରାଶିରେ ସୂର୍ଯ୍ୟ ଅଛନ୍ତି ତାହେଲେ ମଣିଷ ବହୁତ ଗନ୍ଧ ପ୍ରିୟ ହବ। ମାନେ ଭଲ ଭଲ ସେଣ୍ଟ ତାକୁ ଦରକାର। ତାକୁ ସୁନ୍ଦର ପ୍ରତ୍ୟେକ ଜିନିଷ ସଜା ହେଇଥିବା ଦରକାର। ସୁନ୍ଦର ଆସନ ଦରକାର, ସୁନ୍ଦର ସୁନ୍ଦର ବସ୍ତ୍ର ଦରକାର, ହେଲା କି? ଏଇ ସବୁ ଜିନିଷ ତାକୁ ଦରକାର। ତାକୁ ଜଳରୁ ଭୟ ଡର ଲାଗିବ, ମାନେ ପାଣି ଜାଗାରେ ତାକୁ ଡର ଲାଗିବ। ଏବଂ ଯଦି ଏଇଟା ପଜିଟିଭଲି ଆକ୍ଟ କଲା ତାହେଲେ କଣ ହବ ନା ସେ ସବୁ ଜିନିଷକୁ ସଜାଡିକି ରଖିବ। ଯଦି ଏଇଠି ରବି ନେଗେଟିଭଲି ଆକ୍ଟ କଲେ ତାହେଲେ ଏଇ ଜିନିଷ ଗୁଡିକ ତା ସହିତ ନେଗେଟିଭ ହବ, ମାନେ ସେ ସବୁ ଜିନିଷ ଅସଜଡା କରିକି ତା ଜୀବନରେ ଚାଲିବ। ଯଦି ବୃଷରେ ରବି ଥାନ୍ତି ପଜିଟିଭ ଥାନ୍ତି ତାହେଲେ କଣ ହବ ନା ସେ ଶାସ୍ତ୍ରକୁ ମାନିବା ବାଲା ହେଇଥିବ ଓ ସମାଜର ହିତ ସାଧନ କରିବା ବାଲା ହେଇଥିବ। ଠିକ ସେଇଠି ଯଦି ରବି ନେଗେଟିଭଲି ଆକ୍ଟ କରନ୍ତି ତାହେଲେ ସେ ଟୋଟାଲ ଶାସ୍ତ୍ର ମାନିବନି ଏବଂ ଅନ୍ୟମାନଙ୍କ ଅହିତ ଦ୍ଵାରା ସେ କାମ କରିବ।
ସୂର୍ଯ୍ୟ ଯଦି ମିଥୁନ ରାଶିରେ ଥାନ୍ତି, ଯଦି ପଜିଟିଭଲି ଥାନ୍ତି, ତାହେଲେ ଗଣିତ ଶାସ୍ତ୍ରରେ ସେ ବହୁତ ଭଲ କରିବେ ଏବଂ ବିଭିନ୍ନ ପ୍ରକାର ଆର୍ଟ ଫର୍ମ, କଳା, ପେଣ୍ଟିଂ କରିବା, ଡ୍ରଇଂ କରିବା, ବିଭିନ୍ନ ବିଦ୍ୟା ଶିଖିବା, ଭଲ ବାକ୍ ଚାତୁରୀ କରିବା ଏବଂ ନୀତି ଶାସ୍ତ୍ରରେ ସେ ନିପୁଣ ହବ। ଠିକ ସେମିତି ଯଦି ରବି ନେଗେଟିଭଲି ରିଆକ୍ଟ କଲେ, ତାହେଲେ ଏଇ ସବୁ ଜିନିଷର କଣ ହବ ନା, ତାହେଲେ ଗଣିତ ଜମା ଭଲ ହବନି, କଳା କିଛି ଶିଖିବନି, ଖରାପ ବାକ୍ୟ ତା ମୁହଁରୁ ବାହାରିବ। ଠିକ ସେମିତି ଯଦି କର୍କଟ ରାଶିରେ ରବି ରହନ୍ତି, ତାହେଲେ ପଜିଟିଭଲି ଯଦି ଥାନ୍ତି, ତାହେଲେ ସିଏ କଣ ହବ, କଳି ଯୁଗରେ ମଧ୍ୟ ସେ ଧର୍ମକୁ ଧାରଣ କରିକି ଚାଲିବ। ସବୁ ସୁଜନଙ୍କ ମାନଙ୍କର ସେବା ଏବଂ ତାରି ସଙ୍ଗରେ ସେ ରହିବ। ପିତାଙ୍କ ବାକ୍ୟ ମାନିବା ବାଲା ହେଇଥିବ ଏବଂ ଧନଟା ତା ପାଖକୁ ଆସିବ ଏବଂ ପଳେଇବ, ଧନ ଆସିବ ପଳେଇବ, ରହିବନି ତା ପାଖରେ ଧନ। ଯଦି ଏଇଠି ରବି ନେଗେଟିଭଲି ରିଆକ୍ଟ କରନ୍ତି, ତାହେଲେ ସିଏ କଣ କରିବ ନା, ତା ପାଖରେ କୁସଙ୍ଗ କରିବ ପୁଳେ, ସ୍ତ୍ରୀ ସଙ୍ଗ କରିବ ପୁଳେ, ଅଧର୍ମୀଟିଏ ହବ ଏବଂ ବାପାଙ୍କ କଥା ଶୁଣିବ ନାହିଁ ଏବଂ ଧନ ତ ସେମିତି ବି ଯଦି ସେ ପଜିଟିଭଲି ରହିଲା ତା ପାଖକୁ ଆସିବ ଯିବ, କିନ୍ତୁ ଏ କ୍ଷେତ୍ରରେ ଟୋଟାଲ ସେ ଧନ ରଖିପାରିବ ନାହିଁ ଯଦି ନେଗେଟିଭଲି କରିବ। ଯଦି ସୂର୍ଯ୍ୟ ସିଂହ ରାଶିରେ ଥାନ୍ତି, ତାହେଲେ କଣ ହେଲା, ସୂର୍ଯ୍ୟ ଯେହେତୁ ନିଜ ରାଶିରେ ଅଛନ୍ତି, ସେ ନିଜ ରାଶିକୁ କଦାପି ଖରାପ କରିବନି। ଯେକୌଣସି ଗ୍ରହ ଯଦି ନିଜ ସ୍ୱ ରାଶିରେ ଅଛନ୍ତି, ଚାହେ ସେ ଲଗ୍ନ ପାଇଁ ଭଲ ହେଇଥାନ୍ତୁ, କାରକ ହେଇଥାନ୍ତୁ, ଅକାରକ ହେଇଥାନ୍ତୁ, ତା ଘରକୁ ସେ ଖରାପ କେବେ ବି କରିବେ ନାହିଁ, ଏଇଟା ମନେ ରଖିବେ। ସୂର୍ଯ୍ୟ ସିଂହ ରାଶିରେ ଥିଲେ ଜାତକ ସ୍ଥିର ବୁଦ୍ଧି ବାଲା, ଅଧିକ ପରାକ୍ରମୀ, ପ୍ରଭୁତ୍ୱ ଆଉ କୀର୍ତ୍ତିରେ ଯୁକ୍ତ, ରାଜା ମାନଙ୍କ ଆଶ୍ରିତ। ଯଦି ମଡର୍ନ ଡେ ର ଇଣ୍ଟରପ୍ରିଟେସନ ନବା, ତାହେଲେ ସିଏ ଗଭର୍ଣ୍ଣମେଣ୍ଟ ଜବ କରିଥିବା ବାଲା ହେଇଥାଇପାରେ, ଲୋକଙ୍କୁ ନେଇକି ଚାଲିଲା ବାଲା ହେଇଥାଇପାରେ। ଏଇଠି ଯଦି ସୂର୍ଯ୍ୟ ରାଶିରେ, ସୂର୍ଯ୍ୟ ସିଂହ ରାଶିରେ ଥାଇକି ନେଗେଟିଭ ହେଇଗଲେ କି ବ୍ୟାଡ ଇମ୍ପ୍ଲିକେସନ ବା ବ୍ୟାଡ ଇନଫ୍ଲିକ୍ଟ ହେଇଗଲେ, କେମିତି ରାହୁ କେତୁ ଶନି ଦ୍ଵାରା ଯଦି ଇନଫ୍ଲିକ୍ଟ ହେଇଗଲେ, ତାହେଲେ କଣ ହବ, ଜାତକ ଚଞ୍ଚଳ ବୁଦ୍ଧି ବାଲା ହବ, ପରାକ୍ରମ ତାର ଖରାପ କାମରେ ଦେଖେଇବ, ତାର ପ୍ରଭୁତ୍ୱ କୀର୍ତ୍ତି ସବୁ ନାଶ ଯିବ ଏବଂ ଗଭର୍ଣ୍ଣମେଣ୍ଟରୁ ତାକୁ ଅସୁବିଧା ଫେସ୍ କରିବାର ସମ୍ଭାବନା ରହିଛି ଏବଂ ଲୋକମାନେ ସମସ୍ତେ, ସବୁ ଲୋକମାନଙ୍କର ସମାଜରେ ନିନ୍ଦନୀୟର ପାତ୍ରଟିଏ ହବ। ସୂର୍ଯ୍ୟ ଯଦି କନ୍ୟା ରାଶିରେ ଅଛନ୍ତି, ପଜିଟିଭ ଅଛନ୍ତି, ତାହେଲେ ରାଜାଙ୍କ ଠାରୁ ବା ଗଭର୍ଣ୍ଣମେଣ୍ଟରୁ ଧନ ପାଇବା ବାଲା, ଦିବ୍ୟ ଭାଷୀ, ସଙ୍ଗୀତରେ ନିପୁଣ, ମହାନ ଆଉ ମହତ, ମାନେ ଯୋଉ ବହୁତ ଶତ୍ରୁ ଯୋଉ ତାର ଥିବେ ସମସ୍ତଙ୍କୁ ନାଶ କରିବା ବାଲା ହେଇଥିବ। ଏଇଠି ଯଦି ରବି ନେଗେଟିଭ ହେଇଗଲେ, ତାହେଲେ କଣ ହବ, ରାଜାଙ୍କ ଠୁ ଧନ ଚୋରି କଲା ବାଲା ହବ, ମାନେ ସିଏ ଗଭର୍ଣ୍ଣମେଣ୍ଟରୁ ଧନ କେମିତି ଚୋରି କରିବ ସେଇଭଳିଆ ବ୍ୟବସ୍ଥା କରିବ। ଭାଷାଟାରେ କରିବ ଛଳନା ପ୍ରଭୃତ ଭାଷା କରିବ, ସଙ୍ଗୀତ ଫଙ୍ଗୀତ କୌଣସି କଳା ବିଦ୍ୟା ତାର ହେବ ନାହିଁ ଏବଂ ଶତ୍ରୁ ମାନଙ୍କ ଦ୍ଵାରା ସେ ପରାଜିତ ହବ। ସୂର୍ଯ୍ୟ ଯଦି ତୁଳା ରାଶିରେ ହଁ, ସୂର୍ଯ୍ୟ ତୁଳା ରାଶିରେ ଯେହେତୁ ମେଷ ରାଶିରେ ଉଚ୍ଚ, ମେଷ ରାଶିର ଠିକ ସାମ୍ନାରେ ତୁଳା ରାଶି ରହିଛି, ତୁଳା ରାଶିରେ ଯେହେତୁ ସେ ନିଚ ହେଇଗଲେ, ତାହେଲେ କଣ ହବ ନା, ସଦା ସର୍ବଦା ରାଜାଙ୍କଠୁ ଭୟ ଥାଏ। ସମାଜ ଯଦି ସେ ନେଗେଟିଭଲି ଅଛନ୍ତି, ନହେଲେ ରାଜାଙ୍କ ସହିତ ସେ ସମତା ରକ୍ଷା କରିକି ଚାଲିବେ ଯଦି ପଜିଟିଭଲି ଅଛନ୍ତି। ଯଦି ପଜିଟିଭଲି ଅଛନ୍ତି, ସମାଜର ସପକ୍ଷରେ କାମ କରିବ, ଯେତିକି ବି କରୁ। ଯଦି ନେଗେଟିଭଲି ଅଛନ୍ତି, ତାହେଲେ ସମାଜର ବିରୁଦ୍ଧରେ କାମ କରିବା ବାଲା ହେଇଥିବ। ତାର କଣ, ଯଦି ପଜିଟିଭଲି ଅଛନ୍ତି ସମୟ ଭାବରେ ଚାଲିବ, ଯଦି ନେଗେଟିଭଲି ଅଛନ୍ତି ପାପ କର୍ମ ଦିଗକୁ ଆଗେଇ ଯିବ। ଚାହେ ପଜିଟିଭଲି ଥାନ୍ତୁ ଚାହେ ନେଗେଟିଭଲି ଥାନ୍ତୁ, ସୂର୍ଯ୍ୟ ଯଦି ତୁଳା ରାଶିରେ ଅଛନ୍ତି, ତାହେଲେ ସେ ବ୍ୟକ୍ତି ବାଇ ଡିଫଲ୍ଟ ଝଗଡାଳୁ ହେବା କଥା ହିଁ ହେବ, ସେ ଝଗଡା କରିବ ହିଁ କରିବ, ସେ ସହିପାରିବନି କୌଣସି କଥା ହଠାତ୍। ତାପରେ ଅନ୍ୟ ମାନଙ୍କୁ ପରୋପକାରୀ ହବ ଯଦି ପଜିଟିଭଲି ଅଛନ୍ତି, ଯଦି ନେଗେଟିଭଲି ରହିଗଲେ ତାହେଲେ ସିଏ ପରୋପକାର କରିବ ନିଜ ସ୍ୱାର୍ଥ ପାଇଁ। ତାପରେ ସୂର୍ଯ୍ୟ ଯଦି ବିଛା ରାଶିରେ ଥାନ୍ତି, ତାହେଲେ କଣ ହବ ନା, ଯଦି ପଜିଟିଭଲି ଥାନ୍ତି ତାହେଲେ ବଦାନ୍ୟତା ହବ, ସମସ୍ତଙ୍କୁ ମନ ମିଳେଇ ଚାଲିବ, ସମତା ରକ୍ଷା କରି ଚାଲିବ ଏବଂ ମାତା ପିତାଙ୍କ କଥା ମାନିବ। କିନ୍ତୁ ଯଦି ସୂର୍ଯ୍ୟ ବିଛା ରାଶିରେ କାହାର ଦେଖିଲ,
ଏବଂ ସେ ଇନଫ୍ଲିକ୍ଟେଡ ହେଇଗଲା ନେଗେଟିଭ ମାଲେଫିକ୍ସ ପ୍ଲାନେଟ ମାନଙ୍କ ଦ୍ଵାରା, ତାହେଲେ କଣ ହବ? ସେ ଲୋକ କୃପଣ ହେଇଯିବ, ଝଗଡାଳୁ ହେଇଯିବ, ରାଗିବ, ଅଗ୍ନି ଆଉ ଶସ୍ତ୍ରାଘାତର ଭୟ ତାର ରହିବ ଜୀବନ ସାରା ପାଇଁ, ମାତା ପିତାଙ୍କ ବିରୋଧୀ ହେଇଯିବ ଏବଂ କେବେ ବି ଉନ୍ନତି କରିପାରିବ ନାହିଁ। ସେ ଯୋଉ ପରିମାଣରେ ୱାର୍କ ମାନେ କାମ କରିବାକୁ ଚେଷ୍ଟା କରିବ ସେଇ ପରିମାଣରେ ସେ କରିପାରିବ ନାହିଁ, ଉନ୍ନତି ହବନି ତାର। ରବି ଯଦି ଧନୁ ରାଶିରେ ଅଛନ୍ତି, ପଜିଟିଭଲି ଅଛନ୍ତି, ତାହେଲେ ପରିଜନଙ୍କ ସହିତ ମିଶିକି ଚାଲିବ, ବୁଦ୍ଧିମାନ ହବ, ଧନବାନ ହବ, ସାଧୁ ମାନଙ୍କର ଆଦର କରିବା ବାଲା ହବ, ଆଉ ନିଜ ବୁଦ୍ଧିରେ ଲୋକମାନଙ୍କୁ ହେଲ୍ପ କରି ସମାଜର ସନ୍ତୋଷ ପାତ୍ରଟିଏ ହବ। ଯଦି ନେଗେଟିଭ ହେଲେ ତାହେଲେ ସବୁତିକ ନେଗେଟିଭ ରେଜଲ୍ଟ ହବ। ପରିଜନଙ୍କଠୁ ବିଦ୍ରୋହ କରିବା ବାଲା, ଜମା ବୁଦ୍ଧିହୀନ, ଧନ ତ ରହିବ ନାହିଁ, ସାଧୁ ମାନଙ୍କର ପାପ ମୁଣ୍ଡେଇବ, ଆଉ ନିଜର ବୁଦ୍ଧି ଯୋଗୁ ସମାଜରେ ଗୋଟେ କ୍ଲେଶକାରୀ ଲୋକଟିଏ ହେବ, ସମାଜରେ ନହେଲେ ମଧ୍ୟ ପରିବାରର ଟେନସନ ବଢେଇଲା ବାଲାଟିଏ ହେବ। ସୂର୍ଯ୍ୟ ଯଦି ମକର ରାଶିରେ ଅଛନ୍ତି, ପଜିଟିଭଲି ଅଛନ୍ତି, ତାହେଲେ ଭ୍ରମଣଶୀଳ ଏବଂ ନିଜ କର୍ମ କରିବା ଦ୍ଵାରା ଏବଂ ଶତ୍ରୁ ଜୟୀ ହେଇ ଧନ ଲାଭ କରିବାର ସମ୍ଭାବନା ରହିଛି, କିନ୍ତୁ ଏବଂ ବହୁତ ଉତ୍ସବ କଲା ବାଲା ହବ। କିନ୍ତୁ ଯଦି ସୂର୍ଯ୍ୟ ମକର ରାଶିରେ ରହିକି ନେଗେଟିଭଲି ଇନଫ୍ଲିକ୍ଟେଡ ହେଇଗଲେ ତାହେଲେ କଣ ହବ? କୁଆଡେ ଯିବାକୁ ଚେଷ୍ଟା କରିବନି, ଘରେ ଗୋଟେ ଜାଗାରେ ବସିବ ଚୁପ ହେଇକି, ଆଉ ଶତ୍ରୁ ମାନଙ୍କ ଦ୍ଵାରା ପରାଜିତ ହବ, ଧନ ରହିବନି ତା ପାଖରେ, ଆଉ ଯେତେ ଯାହା କଲେ ବି ସେ କେବେ ସୁଖୀ ହେଇପାରିବ ନାହିଁ ଜୀବନରେ। ସୂର୍ଯ୍ୟ ଯଦି କୁମ୍ଭ ରାଶିରେ ଅଛନ୍ତି, ତାହେଲେ ପଜିଟିଭଲି ଅଛନ୍ତି, ତାହେଲେ ସମତା ରକ୍ଷା କରି, ସୌହାର୍ଦ୍ଦ୍ୟ ରକ୍ଷା କରି, ଆଉ ଅ, ସୁନ୍ଦର ଭାବରେ ଦୟା ପରବଶ ଏବଂ ସୁଖୀ ହବ। ଯଦି ନେଗେଟିଭଲି ରହିଗଲେ କଣ ହବ ନା, କଣ ହବ ନା ପରମ ହଟି, ଯାହା ଜାଣି ବୁଝିଥିବ ସେଇଆ, ତାର ସୌନ୍ଦର୍ଯ୍ୟ ରହିବନି, ମଳିନତାରେ ଯୁକ୍ତ, ଦୟାରୁ ରହିତ, ଆଉ ତାର ମୁଡ ସୁଇଂ ହେଇ ଚାଲିବ। ସୂର୍ଯ୍ୟ ଯଦି ମୀନ ରାଶିରେ ଅଛନ୍ତି, ପଜିଟିଭଲି ଅଛନ୍ତି, ତାହେଲେ ସେ ବିଜନେସ ରୁ ଅଧିକା ଧନ ଲାଭ କରିବ, ସ୍ୱଜନଙ୍କଠୁ ସୁଖ ପାଇବ, ତାକୁ ଗୁପ୍ତ ଭୟ ରହିବ, ଅତ୍ୟନ୍ତ ବୁଦ୍ଧିମାନଟିଏ ହେଇଥିବ, ସମସ୍ତ ଦେଶରେ ବିଖ୍ୟାତ କୀର୍ତ୍ତି ବାଲାଟିଏ ହେଇଥିବ, ମାନେ ତାର କୀର୍ତ୍ତି ମାନେ ବ୍ୟାପିତ ହବ। ଏଇଠି ଯଦି ସୂର୍ଯ୍ୟ ମୀନ ରାଶିରେ ନେଗେଟିଭ ରହିଗଲେ ତାହେଲେ କଣ ହବ ନା ବିଜନେସ ରେ ଲସ୍ କରିବ, ବିଜନେସ ରେ ଲସ୍ କରିବ, ଧନ ରହିବନି, ନିଜ ଲୋକଙ୍କଠୁ, ପରିବାର ପରିଜନ କୁଟୁମ୍ବଠୁ ଗାଳି ଶୁଣିବ, ଗୁପ୍ତ ଭୟର ବହୁତ ଜୋରରେ ତାକୁ ମାଡି ବସିବ, ଜମା ବୁଦ୍ଧିହୀନ ଭଳିଆ କାମ କରିବ, ଆଉ ତା କୀର୍ତ୍ତି ଯଶ ସବୁତିକ ଧୀରେ ଧୀରେ ସମାପ୍ତ ହେଇଯିବ। ତ ଆଜିର ସେସନରେ ଆମେ ମାନସକରୀ ପଦ୍ଧତି ହିସାବରେ ସୂର୍ଯ୍ୟ ଦ୍ୱାଦଶ ରାଶିରେ ଫଳ କିଭଳି ଭାବରେ ଦେବେ ସେ ବିଷୟରେ ଜାଣିଲେ। ତ ଆଜିର ଭିଡିଓର କଣ୍ଟେକ୍ସଟ ହେଲା ସୂର୍ଯ୍ୟ ଦ୍ୱାଦଶ ରାଶିରେ ରହିଲେ କି ପ୍ରକାର ଫଳ ଦେବେ। ତ ଆଜିର ସେସନ ପାଇଁ ଏତିକି। ନେକ୍ସଟ ସେସନରେ ଆମେ ଚନ୍ଦ୍ରଙ୍କର ଦ୍ୱାଦଶ ରାଶିସ୍ଥ ଫଳ ବିଷୟରେ ଆଲୋଚନା କରିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କ ଜୟ ଶ୍ରୀ ଜଗନ୍ନାଥ।